ମୋ ପୁଅର ସ୍ତ୍ରୀ ଯେଉଁ ବିଦ୍ୟା ଭାରତୀ ଆଉ ରୁଷିଆ ମନମୋହନ ଆଙ୍କୁ ତୁରନ୍ତ ସରକାର ଆରେଷ୍ଟ କରନ୍ତୁ, ଏତିକି ମୋର ସରକାରଙ୍କ ପାଖରେ ଦାବି। ଆଜ୍ଞା ଦେଖନ୍ତୁ ଯେ ବହୁ ବିବାଦର ଗୋଟେ ଅନ୍ତ ଘଟିଛି କହିଲେ ଯେ ସଂଗ୍ରାମ କେଶରୀ ବେହେରା ଜେଲ୍ ଯିବା ପରେ ତାଙ୍କୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚାକିରିରୁ ସସ୍ପେଣ୍ଡ କରିଛନ୍ତି। ସେଥିପାଇଁ ଆପଣ କ'ଣ କେତେ ଖୁସି ଯେ ଆପଣଙ୍କ ପୁଅ ମୃତ୍ୟୁ ଘଟଣା? ହଁ, ମୁଁ ତ 4-5 ଦିନ ତଳେ ଜଙ୍ଗଲ ବିଭାଗ ମନ୍ତ୍ରୀ କି ଦେଖା କରିଥିଲି। ସେ କହିଥିଲେ ଯେ 48 ଘଣ୍ଟା ଭିତରେ ତାଙ୍କୁ ସସ୍ପେଣ୍ଡ ହେବ ଆଉ ତଦନ୍ତ କରିବା ପାଇଁ ଯେ ଜଙ୍ଗଲ ବିଭାଗର ଯେଉଁଥିପାଇଁ ମୋ ପୁଅକୁ ମାରିଲେ ସେ ବିଷୟଟା ଟିକେ ତଦନ୍ତ କରିବା ପାଇଁ ସେ କହିଲେ ହଉ ମୁଁ ମୁଖ୍ୟମନ୍ତ୍ରୀ ସହିତ ଆଲୋଚନା କରି ତଦନ୍ତ କରିବି। କିନ୍ତୁ ସେ ତ ଜେଲ୍ ଯାଇଛି ବା ତାର ସସ୍ପେଣ୍ଡ କଲେ ଆମେ ଦାବି କରୁଥିଲୁ, ସସ୍ପେଣ୍ଡ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। କିନ୍ତୁ ଆଉ ଗୋଟେ ବି ମୁଁ ଏଇ ମିଡ଼ିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରୁଛି, ସେ ଯେଉଁ ଆମର ମୋ ପୁଅର ସ୍ତ୍ରୀ ଯେଉଁ ବିଦ୍ୟା ଭାରତୀ ଆଉ ରୁଷିଆ ମନମୋହନ ଆଙ୍କୁ ତୁରନ୍ତ ସରକାର ଆରେଷ୍ଟ କରନ୍ତୁ, ଏତିକି ମୋର ସରକାରଙ୍କ ପାଖରେ ଦାବି। ଆଉ ନ୍ୟାୟ ଏ ଘଟଣାଟାକୁ ସାନି ତଦନ୍ତ କରାଯିବା ପାଇଁ ସିବିଆଇ ମୁଁ ମିଡ଼ିଆ ମାଧ୍ୟମରେ ସରକାରଙ୍କୁ ଜଣାଉଛି। ଆଉ ଗୋଟେ କଥା ଯେ ସେମାନେ କାହିଁ ହାଜର ହେଉନାହାନ୍ତି କୋର୍ଟରେ? ହଁ, ତାଙ୍କୁ ବାରମ୍ବାର ତ ନୋଟିସ୍ ହେଉଛି, ଆମ ଓକିଲ କହୁଛନ୍ତି ବାରମ୍ବାର ନୋଟିସ୍ ହେଉଛି, ସେମାନେ ନେଉନାହାନ୍ତି ଚିଠି, ହାଜର ହେଉନାହାନ୍ତି। ଆଉ ଏଇ 7 ତାରିଖ ଗୋଟେ ହାଇକୋର୍ଟର କେସ୍ ଅଛି, ସେଦିନ ସେ କେସ୍ଟା ଉଠିଗଲା ପରେ ଯାହା ଯାଇକି ସରେଣ୍ଡର କରିବ ଆଉ କୁଆଡ଼େ ଯିବ। ମ୍ୟାଟ୍ ଆସାମୀ ଡିଏଫ୍ ହେଲାଣି, ସେ ଆସିବେ ସବୁ ହବ ଆଉ। ଆଜ୍ଞା ଖୁସି ଆଉ କ'ଣ, ସେମାନେ 5 ବର୍ଷ ହେଲା ଆମେ କେସ୍ ଲଢ଼ୁଛୁ, ଆଜି ହାଜର ହେଇକି ଜେଲ୍କୁ ଯାଇଛନ୍ତି। କେସ୍ ଚାଲିବ, ବିଚାର ହେବ, ତାର କାଳିଆ କ'ଣ ବିଚାର କରିବ ସେ କଥା ସେ କାଳିଆ ଜାଣେ, ସରକାର ଜାଣନ୍ତି, ମୁଁ କ'ଣ ଆଉ କହିବି।